नमस्कार जय जगन्नाथ। तो आज आम सहित अछंती माई ब्लॉग हेमंत। तो भाई को बहुत बहुत धन्यवाद आम सहित आछंती। आउ तांको चैनल विषय रे कथा हवा केबेठू स्टार्ट कले कौन यूट्यूब रे एक्सपीरियंस अछि तांकर एबे पाखापाखी हजारे 1700 सब्सक्राइबर अच्छी 1770 सब्सक्राइबर अच्छी 107टा वीडियो भाई पकई सारे। तो भाई ब्लॉग करती शॉर्ट्स भी बढ़िया बढ़िया शॉर्ट्स भी करछंती। तो भाई सहित कथा हवा। नमस्कार भाई। नमस्कार ଆଜ୍ଞା। तो भाई केबेठू स्टार्ट कले यूट्यूब। ଷ୍ଟାର୍ଟ ତ ଆଜ୍ଞା ମୁଁ ଦିଟା ଚ୍ୟାନେଲ ଫାଷ୍ଟ ଆର ଚ୍ୟାନେଲ ଚଲଉଥିଲି ବଟ୍ हम्म। ମାନେ ସେ ଚ୍ୟାନେଲ ବେଶୀ ସେମିତି ଚାଲିଲାନି। ସର୍ଟସ ହେରିକା ବନଉଥିଲି, ଇନଷ୍ଟା ରିଲ୍ସ ବନଉଥିଲି ସେ ଚ୍ୟାନେଲରେ। ତ अच्छा। ସେତେ ବେଶୀ କିଛି ଭିଉ ଗଲାନି। ତାପରେ ମୁଁ ସେ ଚ୍ୟାନେଲ ଟାକୁ ମାନେ ମୋ ମାନେ ଯୋଉ ଇମେଲ ଟା ଗୋଟେ କାଟିଦେଲି ମୁଁ। ତାପରେ ଫେର अच्छा। ଏଟା ଗୋଟେ ଚ୍ୟାନେଲ ଗୋଟେ ବାହାର କଲି। ଏ ଚ୍ୟାନେଲ अच्छा। ଟା ଆଗରୁ ବହୁତ ଦିନ ହେଲା ଖୋଲା ହେଇଥିଲା କିନ୍ତୁ ମୁଁ ଭିଡିଓ हम्म। ଅପଲୋଡ କରୁନଥିଲି। ମାନେ ମୁଁ अच्छा। ଏତେ ବେଶୀ କିଛି ଜାଣିନଥିଲି। ତାପରେ हम्म। ଯେତେବେଳେ ଜାଣିଲି ତାପରେ ଆସ୍ତେ ଆସ୍ତେ ମୁଁ ସର୍ଟ ଗୋଟେ ପକେଇଲି। ସର୍ଟ ପକେଇଲା ପରେ ତାପରେ ଗୋଟେ ଗୋଟେ ରିଲ ମାନେ ଲଙ୍ଗ ଭିଡିଓ ଛାଡିଲି। ହବ 6-7 ମାସ ପ୍ରାୟ ହବ କଣ୍ଟିନ୍ୟୁ ଚାଲିଛି। हाँ जमती लॉन्ग वीडियो सबुठु पुराना वीडियो देखौची जमती 5 मास पूर्वरु लॉन्ग वीडियो फास्ट आछि। ହଁ आउ ता आगरु शॉर्ट्स वीडियो बहुत गुड़ा अछि नहीं कि? तो शॉर्ट्स लॉन्ग वीडियो प्रथमे आसो बुली जिबा पुरी से ब्लॉग टा छाडचंदी बोधे। तो सेटा केबे ଆଜ୍ଞା। जाइतले पुरी जाइतले सेठी से वीडियोटा केबे कोन एका जाइतले ଆମେ ना? ଯାଇଥିଲୁ। ନାଇଁ ଆମେ ଏଣ୍ଟର ପୁରା ଫ୍ୟାମିଲି ଯାଇଥିଲୁ। ହବ ତ 5 ମାସ 6 ମାସ ପ୍ରାୟ ହବ। 5-6 ମାସ ଆଗରୁ ଯାଇଥିଲେ ତ ସେଇଟା ପ୍ରଥମ ଲଙ୍ଗ ଭିଡିଓ। ଆଉ ଗୋଟେ ଯୋଉ ଆପଣଙ୍କର ଶର୍ଟସ ଭିଡିଓ ଯୋଉଟା ଭାଇରାଲ ହେଇଛି ଗୋଟେ ରିଆକ୍ସନ ଭିଡିଓ ଦେଇଛନ୍ତି ବୋଧେ ସେ ଭିଡିଓଟା କୋଉଠୁ ହଁ ହଁ ହଁ। ରେକର୍ଡ ହେଇଥିଲା? ନାଇଁ ଆକ୍ଚୁଆଲି ସେଟା ମୁଁ ଇନଷ୍ଟାରେ ଆସିଥିଲା ଆକ୍ଚୁଆଲି ଫର ୟୁ ପେଜ ରେ। ଆମର ଯୋଉ କେନ୍ଦ୍ରାପଡା ନା ଯାଜପୁର ଯୋଉ ହେଇନଥିଲା ସେ ଘଟଣା ଯୋଉ କୁମ୍ଭୀର ଆଟାକ କରିଥିଲେ। ହୁଁ ଏଇ ହୁଁ ଯୋଉ ମୋ ସ୍ତ୍ରୀ ଲୋକ ଯାଇଥିଲେ ପାଣିକୁ ଆପଣ ଶୁଣିଥିବେ ନିହାତି। ହୁଁ 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 ତ ସେ ଭିଡିଓ ଦେଇଥିଲି ଇନଷ୍ଟାରେ। ତ ବେଶୀ କିଛି ସେମିତି ପରଫମାନ୍ସ ନଥିଲା ଇନଷ୍ଟାରେ। ତ ହୁଁ ସେଟାକୁ ମୁଁ ଡାଉନ ମାରିକି ୟୁଟ୍ୟୁବରେ ପକେଇଥିଲି। ମୁଁ ଆଉ ଜାଣିନଥିଲି କି ଏତେ ମାନେ ଭଲ ପାଇବା ମିଳିଯିବ ତା ଭିତରୁ। ହୁଁ ହୁଁ ତ ହୁଁ ଥ୍ୟାଙ୍କ ୟୁ ସେଥିପାଇଁ ଭଲ ପାଇବା ମିଳିଛି। ଆଉ ଆର୍କେ ମୋର ସେଇଟାରେ ବି ପୂରଣ ହେଇଯାଇଛି। ହୁଁ ସେ ଭିଡିଓଟା ପାଖାପାଖି 30,000 ଭ୍ୟୁ ହେଇଛି। ଆଉ ଗୋଟେ ଭିଡିଓ ଯୋଉଟା କି ଆପଣଙ୍କର ବୋଲବମ୍ ନା କଣ କୋଉଠି ଗୋଟେ ଯାଇଛନ୍ତି ହଁ ସେଇଟା ବି ଗୋଟେ ବାର। ସେଟା ହୁଁ ହୁଁ ପାରକେ ଦେଖିନି ଆସିଥିଲି କେତେ ଯାଇଛି ଭ୍ୟୁ। ହୁଁ ହୁଁ ସେଇଟା ଠିକ ଅଛି। ବାରକେ ସେଇଟା ଯାଇଛି। ଫାଷ୍ଟ ବୋଲବମ ଯାଇଥିଲୁ ଆମେ ଆମ ସାଙ୍ଗ ମିଶିକିନା ସବୁ ଯାଇଥିଲୁ ଫାଷ୍ଟ ବୋଲବମ ସେଟା ହେଲା। ଆଚ୍ଛା। ଆଉ ୟୁଟ୍ୟୁବ ବୋଲବମ ୟୁଟ୍ୟୁବ କୁ ୟୁଟ୍ୟୁବ କେବେଠୁ ମାନେ କେମତିକା ଷ୍ଟାର୍ଟ ହେଲା ୟୁଟ୍ୟୁବ ର ଜାଣି? ୟୁଟ୍ୟୁବ ରେ କହିବାକୁ ଗଲେ ଆକ୍ଚୁଆଲି ମୋର ସେମିତି ଭିଡିଓ ହେରିକା ଦେଖେ। ମୁଁ ଆକ୍ଚୁଆଲି ଜାଣିନେଇ କି କେମିତି କଣ ପଇସା ଇନକମ କରନ୍ତି ୟୁଟ୍ୟୁବ ରେ। ହୁଁ ହୁଁ ତ ମୁଁ ଯେତେବେଳେ ଲୋକମାନେ ସବୁ ୟୁଟ୍ୟୁବ ବନେଇକି କହିଲେ ଆମର ଫାଷ୍ଟ ପେମେଣ୍ଟ ଆସିଛି, ସେକେଣ୍ଡ ପେମେଣ୍ଟ ଆସିଛି, ଏତେ ହଜାର ଏତେ ଲକ୍ଷ। ହୁଁ ତ ମୁଁ ହୁଁ ଏଟାକୁ ବିଶ୍ୱାସ ମାନେ ଦେଖିଲି ସେ ନମ୍ବର ମାନେ ସେମିତି ତ ମୁହଁ ଖୋଲିକିନା କହୁନାହାନ୍ତି କି ଆମର ଏତେ ଟଙ୍କା ଅଛି ସେତେ ଟଙ୍କା ଆସିଛି। ହୁଁ ହୁଁ ସିଏ ହୁଁ ଏମିତି ନମ୍ବର ଉପରେ ପ୍ରେସ୍ କରନ୍ତି କି ଆମର ଏତେ ଟଙ୍କା ଆସିଛି ସେତେ ଟଙ୍କା ଆସିଛି। ତ ମୁଁ ସେଇଠି ଭାବିଲି ହଁ ହେଇଥିବ। ତ ହୁଁ ତାପରେ ଆମ ଗାଁରେ ବି ସେମିତି ଜଣେ ଗୋଟେ ପିଲାଟେ ଖୋଲିଲେ ଆମର ଆମ ଆରପଟ ଗାଁ ହୁଁ ସୁଧାଂଶୁ ଅମିତା ବ୍ଲଗ ଗୋଟେ ଅଛି ଚ୍ୟାନେଲ। ତ ସିଏ ବି ସେମିତି ଇନକମ କଲେ ତ ମତେ ହଁ ବିଶ୍ୱାସ ହେଲା କି ନାଇଁ ଠିକ ଏଟା ଗୋଟେ ସେମିତି ଭଲ ପ୍ଲାଟଫର୍ମ ଟା ଅଛି ଦେଖିବା ଆମକୁ ଦେଖିଆ ଷ୍ଟାର୍ଟ କରିବି ବୋଲି ଭାବିଲି। ତ ଆମକୁ ବାସ୍ ଚାଲିଛି ମେନଲି ସେମିତି। ଯେତେବେଳେ ଆମେ ଷ୍ଟାର୍ଟ କରୁ ଆମକୁ ବିଶ୍ୱାସ ହୁଏନି କି ପଇସା ଆସିବ କି ନାହିଁ। ଆଉ ଏମିତି ସୋସିଆଲ ମିଡିଆରୁ କେବେ ପଇସା ଗୋଟେ ମିଳିପାରିବ ଏମିତି ଭରସା ହୁଏନି ଯେବେ ଯାଏ ନିଜର ଆକାଉଣ୍ଟରେ ପଇସା ନ ଆସିଛି। ଏବେ ଯାଏଁ ବି ପଇସା ଆସିନି ଯେହେତୁ ଭରସା ଟିକେ କମ କମ କେତେବେଳେ ବି ପାଏ। କେବେ ଆସିବ କେମିତି ଆସିବ ଆସିବ କି ନାହିଁ ଏମିତି ହୁଏ କି ନାହିଁ ମନରେ? ନାଇଁ ଆସୁଛି ବଟ ମାନେ ଯେତେବେଳେ ପଇସା ଆସିଯିବ ସେତେବେଳେ ମାନେ ନିଜକୁ ଗୋଟେ ଗର୍ବ ହେଇଛି ନାଇଁ ମତେ ଏଇଟାରେ ହିଁ କାମ କରିବାକୁ ପଡିବ, ଏଇଟାରେ ହିଁ ମତେ ପଇସା ଆସିବ ମାନେ ଏଇଟାରେ ହିଁ କାମ କରିବାକୁ ପଡିବ। କାରଣ ନିହାତି। ଏବେ ମୁଁ ବେଶୀ ଫୋକସ ଦେଇପାରୁନି କାରଣ ଦୋକାନ ବି କାମ କରୁଛୁ। ଜଣ ହୁଁ ଦୋକାନ ଗୋଟେ ରହିଛି ଆମ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ରେ ହୁଁ କାମ କରୁଛି। ବଟ୍ ବି ସମୟ ଦଉଛି ମାନେ ଇନଷ୍ଟା ରିଲ୍ସ ବେଳେ ବେଳେ ବନଉଛୁ। ହୁଁ ତ ହୁଁ ସମୟ ଘର ଟେନସନ ରହୁଛି ସବୁ ନିହାତି ମ୍ୟାନେଜ ଭାବରେ କରିବାକୁ ପଡୁଛି। ନିହାତି ଭାବରେ ସବୁ ମ୍ୟାନେଜ କରିକି କରିବା ପାଇଁ ପଡିବ। କୋଉଠି ରହୁଛନ୍ତି ଏବେ? ଏବେ ଭୁବନେଶ୍ୱରରେ ରହୁଛି। ମାଷ୍ଟର ଭୁବନେଶ୍ୱର କ୍ୟାଣ୍ଟିନ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ରହୁଛନ୍ତି ଚାଲନ୍ତୁ। ତ ଭୁବନେଶ୍ୱର ଭାଇମାନେ ଯୋଉମାନେ ଦେଖୁଛନ୍ତି ଭାଇଙ୍କୁ ସେମାନେ ନିହାତି ଉପରେ ସପୋର୍ଟ କରନ୍ତୁ। ଆଉ ଭାଇଙ୍କ ସହିତ ଯାଇକି ଇନଷ୍ଟା ଗୋଟେ ରିଲ ବନାନ୍ତୁ। ତ ଆଉ ଭାଇନା ୟୁଟ୍ୟୁବରେ ଆଉ କଣ ପ୍ଲାନିଂ ଅଛି ଆଗକୁ? ବ୍ଲଗିଂ ନା ଆଉ କିଛି ଅଛି ପ୍ଲାନିଂ? ଅଛି ମାନେ ମୁଁ ଭାବିଛି ନିଉ ଇୟର ଭିତରେ ମାନେ ମୁଁ ଟୋଟାଲ ୟୁଟ୍ୟୁବ ରେ ହିଁ ଫୋକସ କରିବି ଆଉ କାମ କରିବି ନିୁ ଇୟର ପାଖରୁ।
ମାନେ ନିହାତି ଭାବରେ। ଏବେ ଘର ସିଚୁଏସନ ଟିକେ ଡାଉନ ଚାଲିଛି ତ ନ୍ୟୁ ଇୟର ହୁଁ ପର୍ଯ୍ୟନ୍ତ ମୁଁ ମେଣ୍ଟେନ କରି ଚାଲିବି ତାପରେ ନ୍ୟୁ ଇୟର ପାଖରୁ ମୁଁ କଣ୍ଟିନ୍ୟୁ 6 ମନ୍ଥ ପାଖାପାଖି ମୁଁ ୱାଚ୍ ଟାଇମ କମ୍ପ୍ଲିଟ ପର୍ଯ୍ୟନ୍ତ ପୁରା ପୁରି ମୁଁ କାମ କରିବି ବୋଲି ମୁଁ ପୁରା ନେଇଛି ନିଷ୍ପତ୍ତି ନେଇଛି। ତ ହୁଁ ହୁଁ। ଦେଖାଯାଉ ବାସ୍ ଆମର ଭିଉଅର ମାନଙ୍କ ପାଇଁ ଖାଲି ଯାହା ଗୋଟେ ହେଲ୍ପ ଆମ ଭିଡିଓ ଖାଲି ଟିକେ ୱାଚ୍ କରନ୍ତୁ ଆଉ ସେୟାର କରନ୍ତୁ ତ ସେତିକି ହଉଛି ଆମ ପାଇଁ ବହୁତ ଧନ୍ୟବାଦ। ନିହାତି ଉପରେ ଭିଉଅର୍ସ ମାନେ ନିହାତି ଉପରେ ଭଲ ପାଇବା ଦେବେ। ଆପଣ ଏତେ କଷ୍ଟ ଯେହେତୁ କରୁଛନ୍ତି ଭିଉଅର୍ସ ମାନେ ନିହାତି ଭଲ ପାଇବା ଦେବେ। ତ ଇନଷ୍ଟାରେ ବି ରିଲ କରୁଛନ୍ତି ୟୁଟ୍ୟୁବରେ କରୁଛନ୍ତି କୋଉଟା ବେଶୀ ମଜା ଲାଗେ? କହିବାକୁ ଗଲେ ତ ସବୁ ଦିଟା ଯାକ ମଜା ଲାଗୁଛି ବଟ ଇନଷ୍ଟାରେ ଆକ୍ଚୁଆଲି ସେଥିରେ ଫିଲ୍ଟର ମିଳୁଛି ଅଧିକା ସେଇଟା ହଉଛି ବହୁତ ଭଲ ଲାଗୁଛି ଫିଲ୍ଟର ଲାଗୁଛି ମଜାଳିଆ ଫିଲ୍ଟର ଆସୁଛି ତ ସେଥିରେ ବି ବହୁତ ଏଞ୍ଜୟ ଲାଗୁଛି। ହୁଁ ହୁଁ ହୁଁ। ୟୁଟ୍ୟୁବ ଏତେ ବଡ ପ୍ଲାଟଫର୍ମ ଗୋଟେ ମାନେ ଛୋଟ କାହାକୁ କାହାକୁ ଛୋଟରୁୁ ବଡ କରିଦଉଛି ତ କାହାକୁ କାହାକୁ ମାନେ ବଡରୁ ଛୋଟ ବି କରିଦଉଛି। ରାଇଟ୍। ଆଉ ଏଇ ଆମ ଲବ ଭାଇ ଯୋଉ ଆମର ଅଛନ୍ତି ଭାଇ ଲବ ଭାଇ ଭିଡିଓ ଦେଖୁଛନ୍ତି ଆପଣ ଭିଡିଓ ମୁଁ ଆଜି ଦେଖୁଥିଲି ମାନେ ଲବ ଭାଇ କହୁଥିଲେ କି ଡେଲି ଷ୍ଟୋରୀ ଗୋଟେ ଅଛି ଆପଣଙ୍କ ନାଁ ବି ଏଠି ପ୍ରମୋସନ ମାନେ କରିଦେଲେ କଥାରେ କହିଲେ କେକ୍ ବାଣ୍ଟିକି ନେଇକି ଆପଣ ଦେଇଥିଲେ ଗରିବ ଲୋକଙ୍କୁ। ତ ହୁଁ ସେଟା ବି ସେ ବି ସେଇଠି କହିଲେ କି ହଁ ଗାଡିରୁ ଆଜି ଦେଖୁଥିଲି ଦିପହର ବେଳା ତ ସେ ଗାଡିର ସଫାଇ କରୁଥିଲେ ଆଉ ବାସ୍ ସେମିତି ଆଉ। ଚାଲନ୍ତୁ ତ ତ ଏଇଭଳିଆ ପ୍ଲାନିଂ ଅଛି ୟୁଟ୍ୟୁବରେ। ଆଉ ୟୁଟ୍ୟୁବରେ ଯୋଉମାନେ ନୂଆ ନୂଆ ଭିଡିଓ ଷ୍ଟାର୍ଟ କରୁଛନ୍ତି ତାଙ୍କୁ କଣ କହିବେ ସେମାନେ କେମିତି କଣ କରିବା ଦରକାର ଯାହାକି ସେ ୟୁଟ୍ୟୁବରେ ଗ୍ରୋ କରିପାରିବେ? ଯାହାହେଲେ ବି ତମର ଏବେ ନିହାତି ଆପଣ ହୁଁ ହଁ ନିହାତି ଗୋଟେ କଥା କହିବା ପାଇଁ ଏବେ ମାନେ ଏବେ ଇନଷ୍ଟାର ଯୋଉ ଆପଣ ଯୋଉ ଭିଡିଓ ବନେଇକି ଯୋଉ ବରଂ ରିଲ୍ସ ଆପଣ ଯୋଉ ବନଉଛନ୍ତି ସେ ରିଲ୍ସ ଆଣିକି ମାନେ କଣ କହିଲ ଗ୍ରୋ ଟା ଅଧିକା ନଉଛି ଆକ୍ଚୁଆଲି ସେଇଟା ମୁଁ ବି ବିଶ୍ୱାସ କରୁନଥିଲି ଭିଡିଓ ପକେଇଲା ପରେ ଯାଇକି ମୁଁ ଜାଣିଲି କି ନାଇଁ ଗ୍ରୋ ମାନେ ବହୁତ ହି ଗ୍ରୋ କରୁଛି। ଆଉ ହୁଁ ହୁଁ ଇନଷ୍ଟା ଯେତେବେଳେ ସେ ଭିଡିଓ ଯୋଉ ଆପଣ ଡାଉନଲୋଡ କରୁଛନ୍ତି ତାକୁ ଆପଣ ପ୍ରପର ଡାଉନଲୋଡ କରିବେ ଗୀତ ସହିତ ଡାଉନଲୋଡ କରିବେ। ହୁଁ ହୁଁ ଗୋଟେ ବେଳେ ଗୀତ ବି ଆସୁନାହିଁ ଆଉ ହୁଁ ୟୁଟ୍ୟୁବରେ ଯେତେବେଳେ ପୋଷ୍ଟ କରୁଛନ୍ତି ମାନେ ହ୍ୟାଶଟ୍ୟାଗ ଆକ୍ଚୁଆଲି ଭଲ କିନା ଦବା ଦରକାର କାରଣ ହ୍ୟାଶଟ୍ୟାଗ ଆଉ ଡେସକ୍ରିପସନରେ ଯୋଉ ୟୁଟ୍ୟୁବ ଷ୍ଟୁଡିଓ ଯାଇକି ସେଇଟା ଦେଲେ ଆକ୍ଚୁଆଲି ଅଟୋମେଟିକ ଭାଇରାଲ ହବ। ଆଉ ସେଟାକୁ ୱାନ ଚାନ୍ସ ୟୁଟ୍ୟୁବ ନେଇଗଲା ମାନେ ତା ପାଖକୁ ନେଇଗଲା ମାନେ ସିଏ ଆଉ ସାଙ୍ଗେ ସାଙ୍ଗେ ଛାଡିଦବ ଆଉ ରଖିବନି। ତ ଫାଷ୍ଟ ନିହାତି ଆପଣ ଏକ ଆକୁ କରନ୍ତୁ ସର୍ଟସ ଭିଡିଓ ବନାନ୍ତୁ ଆଉ ମଝିରେ ମଝିରେ ଗୋଟେ ଗୋଟେ ମାସକୁ ମାନେ 8ଟା ରୁ 10ଟା ଭିତରେ ନିହାତି ଲଙ୍ଗ ଗୋଟେ ଗୋଟେ ଭିଡିଓ ବନାନ୍ତୁ। ବାସ୍। ନିହାତି ଉପରେ ଆଉ ଯୋଉ ଭିଡିଓ ଯୋଉ ଯେତେବେଳେ ଷ୍ଟାର୍ଟ କରନ୍ତି ଘର ଫ୍ୟାମିଲି ସାଙ୍ଗମାନେ କଣ କେମିତି ରିଆକ୍ସନ ଦିଅନ୍ତି? କେମିତି ସପୋର୍ଟ ରହିଛି? ଫ୍ୟାମିଲି ଘରେ କହନ୍ତି କର ଭିଡିଓ ନା କାଇଁ ବେକାର କାମ ରିଆକ୍ସନ କରୁଛୁ? ସେମିତି କଣ ଆମ ଘର ପୁରା ଫୁଲ ସପୋର୍ଟ ଅଛି ମାନେ କଥା ନାଇଁ ବେକାର ସବୁ କାମକୁ ଆକ୍ଚୁଆଲି ଛୋଟ ହିସାବରେ ନବା କଥା ନୁହଁ। ହୁଁ ସବୁ ହୁଁ କାମକୁ ବଡ ହିସାବ ନେଲେ ମୁଣ୍ଡରେ ଗୋଟେ ଯେମିତି ଟାଇପ ରହିବ ସେଇଟା ହଉଛି ମେନଟେନ କରିବା କଥା। ଆଉ ୟୁଟ୍ୟୁବ କଥା କହିବାକୁ ଗଲେ ଘର କେହି ମାନେ ସେମିତି କେହି କିଛି କହୁନାହାନ୍ତି କି ନାଇଁ ୟୁଟ୍ୟୁବ କରନା ଇଏ ଧନ୍ଦା ପଶନା ସେ ଧନ୍ଦା ପଶନା। ମତେ ବି ସପୋର୍ଟ କରୁଛନ୍ତି ସମସ୍ତେ ଫ୍ୟାମିଲି ସପୋର୍ଟ କରୁଛନ୍ତି ୟୁଟ୍ୟୁବ ପାଇଁ। ଆଉ ମେନ୍ କଥା ହେଲା ମୁଁ ଘରର ଆକ୍ଚୁଆଲି ଗୋଟିଏ ପୁଅ ମାନେ ବଡ ପୁଅ ତ ଘର ବି ଜିମେଦାରି ରହୁଛି ଟିକେ ଅଧିକା ନା କେମିତି ଘର ଚଳିବ କଣ ହବ କୋଉଠୁ ପଇସା ଆସିବ କଣ କରିବ କାହାକୁ ଦିଆଯିବ ଏମିତି ହୁଁ ବହୁତ ସାରା ଟେନସନ ରହୁଛି। ଆଉ ତ ସାଙ୍ଗମାନେ କେତେ ଫୁଲ ସପୋର୍ଟ ଆଉ କରନ୍ତି? ସାଙ୍ଗମାନେ କେତେ ସପୋର୍ଟ କରନ୍ତି? ସାଙ୍ଗମାନେ ସାଙ୍ଗମାନେ ବହୁତ ସପୋର୍ଟ କରନ୍ତି ବଟ ଆମ ଯୋଉ ଗାଁରେ ଯେତିକି ସବୁ ଅଛନ୍ତି ସେମାନେ ଟିକେ କହୁଛନ୍ତି ନାଇଁ ସିଏ ଏମିତି କଣ କରୁଛୁ ସେମିତି କଣ କରୁଛୁ ଖାଲି ହେଲୋ ହାଏ ଗାଇସ୍ ଇଏ ସିଏ ହେନ ତେନ ଇନଷ୍ଟା ରିଲ୍ସ ଏମିତି କିଛିଟା ଅଛନ୍ତି ମୋର ହେଟର୍ସ ମାନେ କିଛିଟା କମେଣ୍ଟ ବି କରୁଛନ୍ତି ତାଙ୍କ କମେଣ୍ଟ କିନ୍ତୁ ମୁଁ ହାଇଡ କରିଦଉଛି ତ କେହି ନ ଦେଖିବା ପାଇଁ ଆକ୍ଚୁଆଲି କମେଣ୍ଟ ଦେଖିକି ବି ଆଉ ଖରାପ କମେଣ୍ଟ ଦବ ସେଥିଲାଗି ମୁଁ ତାଙ୍କ କମେଣ୍ଟ କୁ ହାଇଡ କରିଦଉଛି ସେଥିଲାଗି। କିଛି ଅସୁବିଧା ନାହିଁ ମାନେ ଶୁଣିବାକୁ ପଡିବ ଯୋଉ ଖରାପ କହିଲା ସେ କଥାଟାକୁ ଆମେ ଶୁଣିବାକୁ ପଡିବ ସେ କୋଉ କାରଣ ଖରାପ କହିଲା ନିହାତି କୋଉଥିପାଇଁ ଉପରେ ଖରାପ କହିଲା ସେଟା ବି ଆମକୁ ନିହାତି ମେଣ୍ଟେନ କରିବାକୁ ପଡିବ। ନିହାତି ଉପରେ ସମସ୍ତେ ଖରାପ ଭଲ ମିଶିକି ଆସିବ ୟୁଟ୍ୟୁବ ସୋସିଆଲ ମିଡ଼ିଆରେ ଯେହେତୁ ପବ୍ଲିକ ଲାଇଫରେ କିଏ ସମସ୍ତେ କେବେ କାହାକୁ ଭଲ କହିବେନି। ତ କିଛି ଲୋକଙ୍କର ଦେଖିବ କେତେ ଭଲ ଭଲ ଲୋକଙ୍କର ପଲିଟିସିଆନ ବି ବହୁତ ଭଲ କାମ କରୁଥିବେ ତାଙ୍କର ବି ହେଟର୍ସ ଥିବେ ଅଧାରୁ ଅଧା ହେଟର୍ସ ଥିବେ। ତ ଭଲ କାମ କର ଖରାପ କାମ କର ହେଟର୍ସ ରହିବେ। ତା ସହିତ ନେଗେଟିଭ କମେଣ୍ଟସ ବି ଆସିବ ସେଇଥିରେ କିଛି ବ୍ୟଥିତ ହବାର ନାହିଁ। ଆଉ ତାହେଲେ ଆଉ ଏମିତିକା ସବୁ ପ୍ଲାନିଂ ଅଛି ଆଗକୁ ତ ୱାଚ୍ ଟାଇମ୍ ଏବେ ଆଜ୍ଞା। କେତେ ଅଛି? 1700 ପାଖାପାଖି ସବସ୍କ୍ରାଇବର ହେଲାନି।
ଆଉ ଏବେ ୱାଚ୍ ଟାଇମ୍ 500 ପ୍ଲସ୍ ହବ। 500 512। ୱାଚ୍ ଆୱାର ହଁ। ଅଛି। ତ ସେଇଟାକୁ ଆମେ ଭିଉଅର୍ସ ମାନଙ୍କୁ ବି ଅନୁରୋଧ କରିବା, ଭାଇଙ୍କୁ ଟିକେ ସପୋର୍ଟ କର। ସେଇଟା ଫଟାଫଟ ଏଟଲିଷ୍ଟ 3000, ଏବେ ଯେଉଁ ଜାଣିଛନ୍ତି ଚେଞ୍ଜ ହେଇଯାଇଛି, 500 ସବସ୍କ୍ରାଇବର ଆଉ 3000 ୱାଚ୍ ଟାଇମରେ ଏଟଲିଷ୍ଟ ଆପ୍ଲାଇ ଷ୍ଟାର୍ଟ କରିପାରିବ। ଏବେ ହଁ ଆପ୍ଲାଇ, ଏଇଟା ଏବେ ସର୍ଟସ ଭିଡିଓ ବି ହେଇପାରିବ, ଲଙ୍ଗ ଭିଡିଓ ବି ହେଇପାରିବ। ହଁ ମନିଟାଇଜେସନ ଟା ଲଙ୍ଗ ରେ ହବନି, କିନ୍ତୁ ତମର ମାନେ ଚ୍ୟାନେଲ ଲଙ୍ଗରେ ପାର୍ଟନର ସର୍ଟ ପ୍ରୋଗ୍ରାମ ଟା ହେଇପାରିବ। ହେଇଯିବ। ପାର୍ଟନର ପ୍ରୋଗ୍ରାମ ଟା ଆକ୍ସେପ୍ଟ ହେଇଯିବ। ତ ସେଥିରେ ସୁପର ଚାଟ ଆଉ ଏଇଗୁଡ଼ା ତମର ମେମ୍ବରସିପ ଏଗୁଡ଼ା ଆକ୍ଟିଭ ଏଟା ହେଇଯିବ। ଟୋଟାଲି କରିବ। ଆକ୍ଟିଭ ହେଇଯିବ ଚ୍ୟାନେଲ ଟା, ମାନେ ଗ୍ରୀନ ହେଇଯିବ, ଚ୍ୟାନେଲ ଟା ଗ୍ରୀନ ହେଇଯିବ। ତାପରେ 1000 ଆଉ 4000 ହେଲେ ସେଇଟା ଆକ୍ଟିଭ ହେଇଯିବ, ଫୁଲି ଆକ୍ଟିଭ ହେଇଯିବ। ତ ତ ସେଇଟା ସବସ୍କ୍ରାଇበር ତ ହେଇଯାଇଛି ଭାଇଙ୍କର, ସମସ୍ତେ ସପୋର୍ଟ କରନ୍ତୁ ଭାଇଙ୍କୁ। ଆଉ ଶୀଘ୍ର ଶୀଘ୍ର ଭାଇଙ୍କର ୱାଚ୍ ଟାଇମ୍ ଟା ବଢେଇକି ତାଙ୍କୁ ତାଙ୍କର ଶୀଘ୍ର ଶୀଘ୍ର ଚ୍ୟାନେଲ ଟା ମନିଟାଇଜ କରିଦିଅନ୍ତୁ। ତାପରେ ସିଏ ଆହୁରି ବଢିଆ ବଢିଆ ଭିଡିଓ ଦେଖେଇବେ, ବଢିଆ ବଢିଆ ଭ୍ଲଗ ବି କରିବେ। ଏବେ ବି କରୁଛନ୍ତି। ତାଙ୍କ ଚ୍ୟାନେଲ ଯାଆନ୍ତୁ, ଭିଜିଟ କରନ୍ତୁ, ଆଉ ରେଗୁଲାର ତାଙ୍କର ଭିଡିଓ ଦେଖନ୍ତୁ। ଆଉ କଣ କହିବେ ଶେଷରେ ଭାଇ? ଆଉ କଣ କହିବ, ବାସ୍ ଧନ୍ୟବାଦ। ଆପଣ ଯାହା ହଉ ଆମକୁ ଏତେ ଭଲ ପାଇବା କରୁଛନ୍ତି। ଆପଣ ଗୋଟେ ଗ୍ରୁପ ଗୋଟେ ଖୋଲିଦେଲେ ଆମକୁ, ଯୋଉଟା କି ବହୁତ ସାରା ସପୋର୍ଟ ମିଳୁଛି ଆମର ଟେଲିଗ୍ରାମ ରେ। ଆମର ଯୋଉମାନେ ବି ଟେଲିଗ୍ରାମ ଲିଙ୍କ ଯୋଉମାନେ ଜଏନ କରିନାହାନ୍ତି, ଭାଇ ଦେଇଦେବେ ଡେସକ୍ରିପସନ ରେ, ନିହାତି ଜଏନ କରନ୍ତୁ। ଆମେ ସମସ୍ତେ ଏଠି ମଜାମସ୍ତି କରୁଛୁ। ଆଉ ହଁ, ସବୁ ଯୋଉମାନେ ଯୋଉ ଆସୁଛନ୍ତି ଟେଲିଗ୍ରାମ କୁ, ପର୍ସନାଲ ମେସେଜରେ କେହି କିଛି ଖରାପ କମେଣ୍ଟ କରିବେ ନାହିଁ। ଫାଷ୍ଟ ପଏଣ୍ଟ। ନିହାତି ତ ସବୁ ଆମେ ନିହାତି ଭାଇ ଭଉଣୀ ହିସାବରେ ରହୁଛୁ। ତ ନିହାତି ଆପଣ ଆସନ୍ତୁ, ଆମେ ଆପଣଙ୍କୁ ନିହାତି ଆପଣଙ୍କୁ ହେଲ୍ପ କରିବୁ। ଆମେ ନିହାତି କିଛି କିଛି ଆପଣ ନା କିଛି ତ ହେଲ୍ପ ଭ୍ୟୁ କରିବେ ବଢିଛି, ଆମେ। କିଛି ନା କିଛି ସବସ୍କ୍ରାଇବର ସମସ୍ତଙ୍କର ବଢିଛି, ଭ୍ୟୁଜ ବି ବଢିଛି। ଆଉ ଆଗକୁ ଆଉ ଆମ ଗ୍ରୁପ ଆଉ ଟିକେ ବଡ ହେଇଗଲେ ଆହୁରି କିଛି ହେଲ୍ପ ମିଳିବ ଯାହାହେଲେ ବି ନିହାତି ଉପରେ। ତ ଆମେ ସେଇଟା ଭାବୁଛୁ କି 1000 ଏଟଲିଷ୍ଟ ମେମ୍ବର ଆମର ହେଇଯାଆନ୍ତୁ, ତାହେଲେ ଶୀଘ୍ର ଶୀଘ୍ର ଆମେ ସମସ୍ତଙ୍କୁ ରିକ୍ୱେଷ୍ଟ କରିକି ଯେ ଯାହାର ଯାହାର ମନିଟାଇଜେସନ ହେଇନି, ୱାଚ୍ ଟାଇମ୍ ଆଉ ସବସ୍କ୍ରାଇବର ବଢେଇବୁ। ତ ଆଜି ବି ଡେସ୍କ୍ରିପସନରେ ମୁଁ ଭାଇଙ୍କ ଲିଙ୍କ ଦେଇଦେବି, ଭିଡ଼ିଓ ଲିଙ୍କ, ଚ୍ୟାନେଲ ଲିଙ୍କ ଦେଇଦେବି। ଯେଉଁମାନେ ମାଇଁ ବ୍ଲଗ ହେମନ୍ତକୁ ସବସ୍କ୍ରାଇବ କରିନ, ଯାଇକି ସବସ୍କ୍ରାଇବ କରିଦବ। ଆଉ ଯେଉଁମାନେ ଭିଡ଼ିଓ ବି ତାଙ୍କର ଦେଖିନ, ଯାଇକି ଭିଡ଼ିଓ ଯାଇକି ଦେଖ, ତାଙ୍କର ୱାଚ୍ ଟାଇମ୍ ବଢେଇ ଦିଅ। ଆଉ ଯେଉଁମାନେ ଟେଲିଗ୍ରାମ ଗ୍ରୁପ ବି ଆମର ଜଏନ୍ କରିନ, ନୂଆ ୟୁଟ୍ୟୁବର ଯେଉଁମାନେ, ତାହେଲେ ଟେଲିଗ୍ରାମ ଗ୍ରୁପ ବି ଜଏନ୍ କରିଦିଅ। ଆଉ ସେଇଥିରେ ଆମେ ସମସ୍ତେ ନିଜ ନିଜକୁ ହେଲ୍ପ କରୁଛନ୍ତି। ଅସୁବିଧା ସୁବିଧା କାହାର କେଉଁଠି ପ୍ରୋବ୍ଲେମ ହେଲା, ସମସ୍ତେ ସମସ୍ତଙ୍କୁ ହେଲ୍ପ କରୁଛନ୍ତି। ପର୍ସନାଲି କମେଣ୍ଟ କରୁଛନ୍ତି, ଭିଡ଼ିଓ ଲାଇକ୍ କରୁଛନ୍ତି। ତ ତମର ୱାଚ୍ ଟାଇମ୍ ଆଉ ଭିଡ଼ିଓ ପ୍ରମୋସନରେ ସେଇଟା ହେଲ୍ପ ହବ। ତ ଗ୍ରୁପ ବି ଜଏନ୍ କର, ଆମର ମେମ୍ବର ବଢିଲେ ସମସ୍ତେ ସମସ୍ତଙ୍କର ହେଲ୍ପ ହବ। ତ ଭାଇ ତାହେଲେ ଆଜି ଏଇଠି ରହିବା, ପୁଣି ମନିଟାଇଜେସନ ହଉ, ନହେଲେ ଭୁବନେଶ୍ୱର ଗଲେ ପୁଣି ଦେଖାହବା ଆଉ ମିଶିକି କୋଲାବୋରେସନ ଭିଡ଼ିଓ କରିବା। ଯେତେ ଜଣ ଭୁବନେଶ୍ୱର ଓକେ। ଭାଇମାନେ ଅଛନ୍ତି ସମସ୍ତେ ଆମେ ମିଶିକି ଗୋଟେ ବ୍ଲଗ କରିବା। ଚାଲ, ତ ନିହାତି ମିଶିକି ବଢିବା, ନିହାତି। ମିଶିକି ଗ୍ରୋ କରିବା। ସମସ୍ତଙ୍କର ଶୀଘ୍ର ଶୀଘ୍ର ମନିଟାଇଜ ହଉ। ତ ଧନ୍ୟବାଦ ଭାଇ, ଆସିଛି। ନମସ୍କାର, ଜୟ ଜଗନ୍ନାଥ। ଧନ୍ୟବାଦ। ଧନ୍ୟବାଦ। ଜୟ ଶ୍ରୀ ରାମ।